ଅତିଚାରୀ ବୃହସ୍ପତି। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅତିଚାରୀ ବୃହସ୍ପତିର ଅର୍ଥ ହେଲା ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ମହାଗ୍ରହ ଗୋଚର କରୁଥିବା ସମୟରେ ନିଜ ଗତିଠାରୁ ଅଧିକ ଦ୍ରୁତ ଗତିରେ ଗତି କରିଥାନ୍ତି। ବୃହସ୍ପତି ମହାଗ୍ରହ ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରେ ପ୍ରାୟ 12 ମାସରୁ 13 ମାସ ପର୍ଯ୍ୟନ୍ତ ରହଣି କରୁଥିବା ବେଳେ ଅତିଚାର ସମୟରେ ପ୍ରାୟ 4-5 ମାସ ମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଧନ, ଜ୍ଞାନ, ସୌଭାଗ୍ୟ, ବିବାହ ଓ ସନ୍ତାନ କାରକ ଗ୍ରହ ରୂପେ ଗଣାଯାଇଥାଏ। କିନ୍ତୁ ଯେତେବେଳେ ବୃହସ୍ପତି ଦ୍ରୁତ ଗତିରେ ଗୋଚର କରିଥାନ୍ତି ବା ଗମନ କରିଥାନ୍ତି ସେତେବେଳେ କେତେଗୁଡ଼ିଏ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମୟରେ ବୃହସ୍ପତି ମହାଗ୍ରହ ଶୁଭ ଫଳ ଦେବାରେ ସମର୍ଥ ହୋଇନଥାନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ର ନିର୍ଦ୍ଦେଶ ପ୍ରଦାନ କରିଥାଏ ଗୁରୁ ଅତିଚାରୀ ହୋଇଥିବା ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ନ କରିବା ପାଇଁ। ଶାସ୍ତ୍ରରେ କୁହାଯାଇଛି ଗୁରୁ ବା ବୃହସ୍ପତି ମହାଗ୍ରହ ଅତିଚାରୀ ରହିଥିବା ସମୟରେ ମହାଭାରତ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଚଳିତ 2025 ମସିହା ମଇ ମାସ 14 ତାରିଖ ଦିନ ବୃହସ୍ପତି ଗୋଚରରେ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିଥିଲେ। ଏହି 2025 ମସିହା ଅକ୍ଟୋବର ମାସରେ ବୃହସ୍ପତି ମିଥୁନ ରାଶିରୁ ଗୋଚରରେ କର୍କଟ ରାଶିରେ ପ୍ରବେଶ କରିବେ। ପୁନଶ୍ଚ ଡିସେମ୍ବର ମାସଠାରୁ କର୍କଟ ରାଶିରୁ ମିଥୁନ ରାଶିରେ ପୁନଃ ପ୍ରବେଶ କରିବେ। ଦେବଗୁରୁ ବୃହସ୍ପତି ଏହିପରି 2025 ମସିହାରେ 3 ଥର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ମହାଗ୍ରହଙ୍କର ଏହି ଅତିଚାର ବା ଦ୍ରୁତ ଗମନ ପ୍ରକ୍ରିୟା 2025 ମସିହାରୁ 2032 ମସିହା ପର୍ଯ୍ୟନ୍ତ ଲାଗି ରହିବ। ସାଧାରଣ ଭାବେ ବୁଝିବାକୁ ଗଲେ 2025 ମସିହାରୁ 2032 ମସିହା ଏହି 8 ବର୍ଷ ମଧ୍ୟରେ ଦେବଗୁରୁ ବୃହସ୍ପତି କେତେବେଳେ ସରଳ ଭାବେ ଗମନ କରିବେ ତ ଆଉ କେତେବେଳେ ଜଟିଳ ଭାବେ ଗମନ କରିବେ। ଶୁଭଗ୍ରହ ବୃହସ୍ପତିଙ୍କର ଏହି ଅତିଚାର ଗତିକୁ ଜ୍ୟୋତିଷ ଶାସ୍ତ୍ର ଅଶୁଭ ଘଟଣା ବୋଲି ଦର୍ଶାଇଥାଏ। ଅତିଚାରୀ ବୃହସ୍ପତିଙ୍କ କାରଣରୁ ଦେଶ ଦେଶ ଭିତରେ ଯୁଦ୍ଧ ଲାଗିଯାଇଥାଏ ତ ଅନ୍ୟ କେତେବେଳେ ଜଳ ପ୍ରଳୟ ଭଳି ସମସ୍ୟା ଦେଖା ଦେଇଥାଏ। ପୁଣି ଆଉ କେତେବେଳେ ଦୁର୍ଭିକ୍ଷର କରାଳ ଛାୟା ପୃଥିବୀ ପୃଷ୍ଠ ଉପରେ ପଡ଼ିଥାଏ। ଏହାଛଡ଼ା ଅତିଚାରୀ ବୃହସ୍ପତି ଦ୍ୱାଦଶ ରାଶିଚକ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ଜନ୍ମଜାତକ ବା ରାଶି କୁଣ୍ଡଳୀରେ ବୃହସ୍ପତି ଶୁଭ ଭାବରେ ଅବସ୍ଥାନ କରିଥିଲେ ଏହି ସମୟରେ ଜାତକକୁ ଶୁଭ ଫଳ ପ୍ରଦାନ କରିବାର ଦେଖାଯାଇଥାଏ ଏବଂ ଜାତକରେ ଅଶୁଭ ଜାଗାରେ ଅବସ୍ଥାନ କରିଥିଲେ ବ୍ୟକ୍ତିକୁ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଆଗକୁ ଜାଣିବା ବୃହସ୍ପତିଙ୍କର ଏହି ଅତିଚାର ବା ଦ୍ରୁତ ଗମନରେ କେଉଁ କେଉଁ ରାଶି କେତେ ପ୍ରଭାବିତ ହେଉଛନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ।
ନମସ୍କାର ତପନ।